ଜୟ ଜଗନ୍ନାଥ। ଆପଣମାନେ ଭାବୁଥିବେ ନା ମୁଁ ଏତେ ଗୁଡ଼ିଏ ନଡ଼ିଆ କ'ଣ ପାଇଁ ଦେଖାଉଛି। ତ ଆକ୍ଚୁଆଲି ମାନେ ଲଞ୍ଚ୍ ହେରିକା ସବୁ ରୋଷେଇ ସରିଗଲା ପରେ ମାମା ମୋତେ ଏଇଠି ନଡ଼ିଆ ଦେଇ ଦେଇଥିଲେ ବହୁତ ଗୁଡ଼ିଏ। କହିଲେ ଯେତିକି ବି ନଡ଼ିଆ ଏଇଠି ଅଛି ତୁ ଭାଙ୍ଗିକି ତାକୁ ରଖିଦେ, କାହିଁକିନା ଯେହେତୁ 2-4 ମାସ ହେଇଗଲାଣି, ମାନେ 4 ମାସ ବି ନୁହେଁ, 2-3 ମାସ ହେବ ଏ ନଡ଼ିଆ ଗୁଡ଼ା ରହିଯାଇଥିଲା। ଆଉ ରହିଗଲାଠୁ ସବୁ ପାଣି ଶୁଖିକି ଏମିତି କ'ଣ ହେଇଯାଇଛି ନା ଖୋର ଟାଇପ୍ର ହେଇଯାଇଥିଲା। ତ ମାନେ ତା'ର ସବୁ ଛାଡ଼ି ଯାଉଥିଲା ଖୋଳ ଗୁଡ଼ାକ। ତ ସେଇଥିପାଇଁ ମୁଁ ଏଠି ସବୁ ଭାଙ୍ଗିକି ରଖିଦେଇଥିଲି ଗୋଟେ ଗୋଟେ କରିକି। ମାମା କହିଲେ ଭାଙ୍ଗିଦେ, ଭାଙ୍ଗି ସାରିଲା ପରେ ଯେଉଁଗୁଡ଼ାକ ଖୋରୋଟ ଟାଇପ୍ର ବାହାରୁଛି ତାକୁ ଗ୍ରାଇଣ୍ଡିଙ୍ଗ କରିକି ରଖିଦେବା ପିଠା କରିବା ପାଇଁ। ଏଗୁଡ଼ା ସବୁ ନର୍ମାଲ୍, ତ ଆମର ଘରେ ବହୁତ ନଡ଼ିଆ ଖାଆନ୍ତି, ମାନେ ତରକାରୀ ଡାଲମା ହଉ କି ବରା ନଡ଼ିଆରେ ବି ହୁଏ, ସେଥିପାଇଁ ନଡ଼ିଆର କ୍ୱାଣ୍ଟିଟି ବହୁତ ଦରକାର ହୁଏ। ସେଥିପାଇଁ ଭାଙ୍ଗିକି ଥୋଇ ଦେଇକି ଆସିଥିଲି। ତାପରେ ମୁଁ ଦ୍ୱିପହରେ ଏଠି ବସିଥିଲି ଖାଲିରେ, ଯେହେତୁ ଲଞ୍ଚ ସାରିକି ଆସିଲା ପରେ ମୋତେ ତ ଜମା ବି ନିଦ ହୁଏନି। ତ ମୁଁ ଏଇଠି ବ୍ଲାଉଜ୍ ସିଲେଇ କରିବା ପାଇଁ ବ୍ଲାଉଜ୍ କାଟୁଥିଲି। ଏଇଠି ମୁଁ ଦେଖିଲା ବେଳକୁ ମାଙ୍କଡ଼ ମୋତେ ଝରକାରେ ଅନେଇକି ବସିଛି, ମାନେ ବହୁତ ସମୟ ହେଲାଣି ସେ ଅନେଇକି ବସିଥିଲା। ମୁଁ ତାକୁ ବିସ୍କେଟ୍ ଦେଇ ସାରିଲାଣି ବହୁତ ବେଳୁ, ସେ କିନ୍ତୁ ନ ଯାଇକି ଏଇଠି ବସିକି ଅନଉଥିଲା ମୁଁ ସିଲେଇ କରୁଥିଲି। ତ ତାକୁ ଯେମିତି ମୁଁ ଅନେଇଲାଠୁ ସେ ଯେମିତି ଇଆଡ଼େ ସିଆଡ଼େ ଅନଉ, ଯେମିତି କିଛି ଜାଣିନି। ତ ତାପରେ ପୁଣି ବିସ୍କେଟ୍ ଖୋଲିକି ପୁଣି ଝରକାକୁ ମାନେ ବାଡ଼େଇକି କବାଟ ଆଣିଲି, ପୁଣି ବିସ୍କେଟ୍ ମାଗୁଥିଲା। ତ ତାକୁ ବିସ୍କେଟ୍ ଦେଇ ଦେଇଥିଲି, ଆଉ ସେ ବି ପଳେଇଥିଲା। ମୋତେ ଏମିତି ମାନେ ପଶୁମାନଙ୍କର ବିହେଭିଅର୍ ଦେଖିଲେ ବଢ଼ିଆ